ଏବେ ପଞ୍ଚମ ଶ୍ରେଣୀ ପରିବେଶ ବିଜ୍ଞାନ ବହିର ସ୍ୱାସ୍ଥ୍ୟ ଓ ରୋଗ ଏହି ବିଷୟରେ ଆମେ ଅଭ୍ୟାସକୀୟ ପ୍ରଶ୍ନୋତ୍ତର ଆଲୋଚନା କରିଥିଲେ। ତ ବର୍ତ୍ତମାନ ଆମେ ଏହାର ଅତିରିକ୍ତ ପ୍ରଶ୍ନୋତ୍ତର ଆଲୋଚନା କରିବା। ଚାଷ ଦେଖିନେବା ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର। ପ୍ରଥମେ ପ୍ରଶ୍ନରେ ଦେଲା ଆମେ ଖାଦ୍ୟ ଖାଇଥାଉ କାହିଁକି? ଖାଦ୍ୟର ଶ୍ରେଣୀ ବିଭାଗ କର। ଖାଦ୍ୟ ଅଭାବରେ ହେଉଥିବା ରୋଗ ବିଷୟରେ ଲେଖ। ଆମ ଶରୀରକୁ ରୋଗମୁକ୍ତ ରଖିବା ପାଇଁ ହେଲେ ବିଭିନ୍ନ ପ୍ରକାରର ଖାଦ୍ୟ ମିଶାଇ ଆମେ ଖାଇଥାଉ। ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ଶକ୍ତି ପ୍ରଦାନକାରୀ, ଶରୀର ଗଠନକାରୀ, ରୋଗମୁକ୍ତକାରୀ ବା ରୋଗ ପ୍ରତିରୋଧକାରୀ। ଆମ ଖାଦ୍ୟର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଶ୍ୱେତସାର, ସ୍ନେହସାର ଓ ପୁଷ୍ଟିସାର, ଜୀବସାର ବା ଭିଟାମିନ୍ ଏବଂ ଧାତୁସାର। ପୁଷ୍ଟିସାର ଅଭାବରେ କ୍ୱାସିଓର୍କର ରୋଗ ହୋଇଥାଏ, ଫଳରେ ଶିଶୁର ଗୋଡ଼, ହାତ ଓ ମୁହଁ ଫୁଲିଯାଏ, ଚର୍ମ ଶୁଖିଲା ଦେଖାଯାଏ, ଚର୍ମରେ ଘା ହୁଏ, ମୁଣ୍ଡ ବାଳ କହରା ହୋଇଯାଏ ଏବଂ ବାଳ ଧରୁ ଧରୁ ଉପୁଡ଼ିଯାଏ। ଶ୍ୱେତସାର ଓ ପୁଷ୍ଟିସାର ଅଭାବରେ ମାରାସ୍ମସ୍ ରୋଗ ହୋଇଥାଏ। ଏହା ଫଳରେ ରୋଗୀର ଗୋଡ଼ ଓ ହାତ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ, ବହୁତ ଭୋକ ଲାଗେ। ଭିଟାମିନ୍ ଡି ଅଭାବରୁ ଛୋଟ ପିଲାମାନଙ୍କୁ ରିକେଟ୍ସ ରୋଗ ହେବା ବେଳେ ବୟସ୍କ ଲୋକମାନଙ୍କୁ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ। ତାପରେ ଦେଖ, ଖାଦ୍ୟ ଅଭାବଜନିତ ରୋଗ କହିଲେ କ'ଣ ବୁଝ? ବିଭିନ୍ନ ଖାଦ୍ୟ ଅଭାବରୁ ହେଉଥିବା ରୋଗର ନାମ ଓ ଲକ୍ଷଣ ମଧ୍ୟରୁ ଯେକୌଣସି ପାଞ୍ଚଟିର ସଂକ୍ଷିପ୍ତ ବିବରଣୀ ଲେଖ। ଶରୀରରୁ ଖାଦ୍ୟର ଉପାଦାନ କମିଯାଇ ହେଉଥିବା ରୋଗକୁ ଖାଦ୍ୟ ଅଭାବଜନିତ ରୋଗ କୁହାଯାଏ। ଅପପୁଷ୍ଟି ବା କ୍ୱାସିଓର୍କର, ରିକେଟ୍ସ, ମାରାସ୍ମସ୍, ସ୍କର୍ଭି ଓ ଅଷ୍ଟିଓମାଲେସିଆ ଆଦି ଖାଦ୍ୟ ଅଭାବଜନିତ ରୋଗ ଅଟନ୍ତି। ଅପପୁଷ୍ଟି ବା କ୍ୱାସିଓର୍କର ଏହା ପୁଷ୍ଟିସାର ଅଭାବରୁ ହୁଏ। ଏହି ରୋଗ ହେଲେ ଶିଶୁର ଗୋଡ଼, ହାତ, ମୁହଁ ଫୁଲିଯାଏ, ଚର୍ମ ଶୁଖିଲା ଦେଖାଯାଏ ଓ ଚର୍ମରେ ଘା ହୁଏ, ମୁଣ୍ଡ ବାଳ କହରା ହୋଇଯାଏ, ବାଳ ଧରୁ ଧରୁ ଉପୁଡ଼ିଯାଏ। ମାରାସ୍ମସ୍ କାହାକୁ କୁହାଯାଏ? ଏହା ଶ୍ୱେତସାର ଓ ପୁଷ୍ଟିସାର ଅଭାବରୁ ହୋଇଥାଏ। ଏହି ରୋଗ ହେଲେ ଗୋଡ଼, ହାତ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ, ବହୁତ ଭୋକ ଲାଗେ। ରିକେଟ୍ସ ଏହା ଭିଟାମିନ୍ ଡି ଅଭାବଜନିତ ରୋଗ। ଏହି ରୋଗ ଫଳରେ ଖପୁରି ହାଡ଼ ନରମ ହୋଇ ଫୁଲିଯାଏ। ଅଷ୍ଟିଓମାଲେସିଆ ଏହା ମଧ୍ୟ ଭିଟାମିନ୍ ଡି ଅଭାବଜନିତ ରୋଗ। ଏହି ରୋଗ ଫଳରେ ହାତ ଗୋଡ଼ ସରୁ ହେବା ସହିତ ବଙ୍କା ହୋଇଯାଏ। ସ୍କର୍ଭି ଏହା ଭିଟାମିନ୍ ସି ଅଭାବଜନିତ ରୋଗ। ଏହା ଫଳରେ ରକ୍ତସ୍ରାବ ହୁଏ ଓ ଦାନ୍ତମାଢ଼ି ଫୁଲିଯାଏ, ଘା ଚଞ୍ଚଳ ଶୁଖି ନଥାଏ। 3 ନମ୍ବର ପ୍ରଶ୍ନ ଦେଲା ଭିଟାମିନ୍ ଏ, ବି, ସି ଓ ଡିର ଅଭାବରେ କେଉଁ କେଉଁ ରୋଗ ହୋଇଥାଏ ଲେଖ। ଭିଟାମିନ୍ ଏ ଅଭାବରେ ଅନ୍ଧାରକଣା ରୋଗ ହେବା ସହ ଚର୍ମ ଶୁଖିଲା ଭିଟାମିନ୍ ଡି ଅଭାବରେ ଅନ୍ଧାରକଣା ରୋଗ ହେବା ସହ ଚର୍ମ ଶୁଖିଲା ଦେଖାଯାଏ। ଭିଟାମିନ୍ ବି ଅଭାବରେ ବେରିବେରି ରୋଗ, କଳଖିଆ, ଜିଭଘା, ରକ୍ତହୀନତା ରୋଗ ହୋଇଥାଏ। ଭିଟାମିନ୍ ସି ଅଭାବରେ ସ୍କର୍ଭି ରୋଗ ହୋଇଥାଏ। ଭିଟାମିନ୍ ଡି ଅଭାବରେ ରିକେଟ୍ସ ଓ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ। 4 ନମ୍ବର ପ୍ରଶ୍ନ ଦେଲା କେଉଁ କେଉଁ ଖାଦ୍ୟରେ ଧାତୁସାର ଥାଏ? ଏହାର ଅଭାବରେ କେଉଁ କେଉଁ ରୋଗ ହୋଇଥାଏ? ଆମେ ଖାଉଥିବା ଶାଗ, କ୍ଷୀର, ଅଣ୍ଡା, କଦଳୀ, ଚୁନା ମାଛ ଇତ୍ୟାଦି ଖାଦ୍ୟରେ ଧାତୁସାର ଥାଏ। ଲୁଣରେ ମଧ୍ୟ ଧାତୁସାର ଥାଏ। ଏହିସବୁ ଖାଦ୍ୟରୁ ଆମେ ସୋଡ଼ିୟମ୍, କ୍ୟାଲସିୟମ୍, ଲୌହ, ଗନ୍ଧକ ଇତ୍ୟାଦି ଧାତୁସାର ପାଇଥାଉ। ଏହାର ଅଭାବରେ ରକ୍ତହୀନତା, ଅସ୍ଥିଭଙ୍କା, ଗଳଗଣ୍ଡ ଇତ୍ୟାଦି ରୋଗ ହୁଏ। ଏହି ରୋଗ ହେଲେ ଶିଶୁର ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। 5 ନମ୍ବର ପ୍ରଶ୍ନ ଦେଲା ଗୋଷ୍ଠୀ ସଫେଇ କହିଲେ କ'ଣ ବୁଝ? ଏହାଦ୍ୱାରା ଆମର କ'ଣ ଉପକାର ହୋଇଥାଏ? ଯେଉଁ କାର୍ଯ୍ୟ ଗୋଷ୍ଠୀର ସହାୟତାରେ ହୋଇଥାଏ ବା କିଛି ଲୋକ ମିଳିମିଶି ସଫେଇ କରିଥାନ୍ତି, ତାହାକୁ ଗୋଷ୍ଠୀ ସଫେଇ କୁହାଯାଏ। ମଶା ଓ ମାଛିଙ୍କ ବଂଶବୃଦ୍ଧି ନ ହେବା ପାଇଁ, ସଂକ୍ରାମକ ରୋଗରୁ ରକ୍ଷା ପାଇବା ପାଇଁ ଘରର ଚାରିପାଖକୁ ସଫାସୁତୁରା ରଖିବାକୁ ହେବ। ଅଳିଆ ଆବର୍ଜନା, ନାଳ ନର୍ଦ୍ଦମାର ଉପଯୁକ୍ତ ସଫେଇ ହେଲେ ପରିବେଶ ସୁସ୍ଥ ରହିବ ଓ ସମସ୍ତ ଲୋକ ସଂକ୍ରାମକ ରୋଗରୁ ରକ୍ଷା ପାଇବେ। ଏହିସବୁ ସଫେଇ କାର୍ଯ୍ୟ ଗୋଷ୍ଠୀର ସହାୟତାରେ ବା ମିଳିମିଶି କରାଯିବା ଉଚିତ। ଏ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇବା ଉଚିତ। ତାପରେ ଦେଖ 6 ନମ୍ବର ପ୍ରଶ୍ନ ଦେଲା ରୋଗ ସୃଷ୍ଟି ହେବାର ପ୍ରଧାନ କାରଣ ଗୁଡ଼ିକ ଲେଖ। ସ୍ୱାସ୍ଥ୍ୟ ରକ୍ଷାର ନିୟମ ନ ମାନିବା ଦ୍ୱାରା ହିଁ ବିଭିନ୍ନ ରୋଗ ସୃଷ୍ଟି ହୁଏ। ଅସ୍ୱାସ୍ଥ୍ୟକର ପରିବେଶରେ ରହିଲେ ରୋଗ ଆକ୍ରମଣ କରେ। ସୁଷମ ଖାଦ୍ୟର ଅଭାବ ଓ ଅନିୟମିତ ତଥା ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ରୋଗ ଆକ୍ରମଣ କରେ। ଦୂଷିତ ବାୟୁ ସେବନ କଲେ, ଦୂଷିତ ଜଳପାନ କଲେ ରୋଗ ଧରେ। ମଶା, ମାଛି, ମୂଷାମାନଙ୍କର ବଂଶବୃଦ୍ଧି ମଧ୍ୟ
ବିଭିନ୍ନ ରୋଗର କାରଣ ହୋଇଥାଏ। ତାପରେ 7 ନମ୍ବର ପ୍ରଶ୍ନ ଦେଲା କୀଟମାନେ ଆଉ କି କ୍ଷତି କରିଥାନ୍ତି। ଜିଆ, ଦଶୀପୋକ, ଅଙ୍କୁଶକୃମି ଆଦି ଜୀବାଣୁ ନୁହନ୍ତି, ସେମାନେ କୀଟ। ଏମାନେ ଶରୀରର ମଧ୍ୟକୁ ପ୍ରବେଶ କରି ଆମ ଦେହରୁ ରକ୍ତ ଶୋଷଣ କରନ୍ତି ଓ ଆମକୁ ରୋଗାକ୍ରାନ୍ତ କରାନ୍ତି। ଏହି କୀଟମାନଙ୍କର ଅଣ୍ଡା ମାଟିରେ ରହିଥାଏ। ଅଙ୍କୁଶକୃମିର ଅଣ୍ଡା ଏତେ କ୍ଷୁଦ୍ର ଯେ ଅତି ଶକ୍ତିଯୁକ୍ତ ଅଣୁବୀକ୍ଷଣ ଯନ୍ତ୍ରରେ ହିଁ ଦେଖାଯାଏ। ଖାଲି ପାଦରେ ପଡ଼ିଆକୁ ଝାଡ଼ା ଗଲେ ଏହି କୃମି ତଳିପାଦର ଚମଡ଼ା ଫୁଟାଇ ଆମ ଶରୀରକୁ ପ୍ରବେଶ କରନ୍ତି ଓ ଆମର ବିଶେଷ କ୍ଷତି ଘଟାଇଥାନ୍ତି। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। 1 ନମ୍ବରରେ ଦେଲା ସ୍କର୍ଭି ଓ ଧନୁଷ୍ଟଙ୍କାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ସ୍କର୍ଭି ଆମେ କାହାକୁ କହିବା? ଏହା ଭିଟାମିନ୍ ସି ଅଭାବଜନିତ ରୋଗ। ଧନୁଷ୍ଟଙ୍କାର ଏହି ରୋଗ ଜୀବାଣୁ ଦ୍ୱାରା ଉତ୍ପନ୍ନ ହୋଇଥାଏ। ସ୍କର୍ଭି ଏହି ରୋଗ ହେଲେ ରୋଗୀର ବିଭିନ୍ନ ସ୍ଥାନରେ ରକ୍ତସ୍ରାବ ହୋଇଥାଏ, ଦାନ୍ତ ମାଢ଼ି ଫୁଲିଯାଏ ଏବଂ ଘା ଚଞ୍ଚଳ ଶୁଖି ନଥାଏ, ଦୁର୍ବଳ ମଧ୍ୟ ଲାଗେ। ଧନୁଷ୍ଟଙ୍କାର ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ପ୍ରତିଷେଧକ ଟୀକା ନେବାକୁ ପଡ଼ିଥାଏ। ଏହି ଟୀକା ଉପଯୁକ୍ତ ସମୟରେ ନ ନେଲେ ଭବିଷ୍ୟତରେ ସେହି ରୋଗ ହେବାର ସମ୍ଭାବନା ଥାଏ, ଫଳରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିପାରେ। ପୁଷ୍ଟିସାର ଓ ସ୍ନେହସାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ପୁଷ୍ଟିସାର କହିଲେ ଆମେ କାହାକୁ ବୁଝିବା? ପୁଷ୍ଟିସାର ଜାତୀୟ ଖାଦ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ତାହା ଉଦ୍ଭିଦ ପୁଷ୍ଟିସାର ଆଉ ପ୍ରାଣୀଜ ପୁଷ୍ଟିସାର। ସେହିପରି ସ୍ନେହସାର, ତା ହାତକୁ ତେଲିଆ ଲାଗୁଥିବା ଖାଦ୍ୟରେ ଅଧିକ ସ୍ନେହସାର ଅଧିକ ଥାଏ। ଉଦ୍ଭିଦ ପୁଷ୍ଟିସାର ହେଲା ଡାଲି, ମଟର, ଶିମ୍ବ, ସୋୟାବିନ୍। ପ୍ରାଣୀଜ ପୁଷ୍ଟିସାର ହେଲା ମାଛ, ମାଂସ, ଅଣ୍ଡା, କ୍ଷୀର, ଛେନା। ସ୍ନେହସାର ସେଗୁଡ଼ିକ ହେଲା ଚର୍ବି, ଲହୁଣୀ, ଘିଅ, ତେଲ, ଅଣ୍ଡାର କେଶର ଇତ୍ୟାଦି। ତାପରେ ଦେଖ 4 ନମ୍ବର ପ୍ରଶ୍ନ ଦେଲା କ୍ୱାସିୟରକର ଓ ମାରାସ୍ମସ୍ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। କ୍ୱାସିୟରକର କାହାକୁ କହିବା? ମାରାସ୍ମସ୍ କାହାକୁ କହିବା? ଦେଖ କ୍ୱାସିୟରକର ଏହା ପୁଷ୍ଟିସାର ଅଭାବଜନିତ ରୋଗ। ଏହାର ଲକ୍ଷଣ ହେଲା ଶିଶୁର ଗୋଡ଼, ହାତ, ମୁହଁ ଫୁଲିଯାଏ, ଚର୍ମ ଶୁଖିଲା ଦେଖାଯାଏ ଓ ଚର୍ମରେ ଘା ହୁଏ। ତାଛଡ଼ା ମୁଣ୍ଡ ବାଳ କହରା ହୋଇଯାଏ, ବାଳ ଧରୁ ଧରୁ ଉପୁଡ଼ିଯାଏ। ମାରାସ୍ମସ୍ ଏହା ଶ୍ୱେତସାର ଓ ପୁଷ୍ଟିସାର ଅଭାବଜନିତ ରୋଗ ଅଟେ। ଏହି ରୋଗ ହେଲେ ଗୋଡ଼ ହାତ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ, ବହୁତ ଭୋକ ଲାଗେ। 5 ନମ୍ବର ପ୍ରଶ୍ନ ଦେଲା ପ୍ରତ୍ୟକ୍ଷ ସଂସ୍ପର୍ଶରେ ବ୍ୟାପୁଥିବା 5ଟି ରୋଗର ନାମ ଲେଖ। ପ୍ରତ୍ୟକ୍ଷ ସଂସ୍ପର୍ଶରେ ବ୍ୟାପୁଥିବା 5ଟି ରୋଗ ହେଲା ହାଡ଼ଫୁଟି, ବସନ୍ତ, ବିଭିନ୍ନ ଯୌନ ରୋଗ, ସିଫିଲିସ୍, ବଜରିଆ ଓ କୃମି ଆଦି ରୋଗ। 6 ନମ୍ବର ପ୍ରଶ୍ନ ହେଲା କେଉଁ 2ଟି ରୋଗର ନିରାକରଣ ପାଇଁ ଶିଶୁକୁ ଡିଟି ଦିଆଯାଏ? ଡିଫଥେରିଆ ଆଉ ଟିଟାନସ୍। ତାପରେ ପ୍ରଶ୍ନ ଦେଲା 7 ନମ୍ବର ପ୍ରଶ୍ନ ଦେଲା ମାରାସ୍ମସ୍ କ'ଣ? ଏହି ରୋଗର 2ଟି ଲକ୍ଷଣ ଲେଖ। ମାରାସ୍ମସ୍ ହେଉଛି ଶ୍ୱେତସାର ଓ ପୁଷ୍ଟିସାର ଅଭାବଜନିତ ଏକ ରୋଗ। ଏହି ରୋଗରେ ଗୋଡ଼ ହାତ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ, ବହୁତ ଭୋକ ଲାଗେ। 8 ନମ୍ବର ପ୍ରଶ୍ନ ଥିଲା ସଂକ୍ରାମକ ରୋଗ ବ୍ୟାପିବାର 2ଟି ମାଧ୍ୟମର ନାମ ଲେଖ। ସଂକ୍ରାମକ ରୋଗ ବ୍ୟାପିବାର 2ଟି ମାଧ୍ୟମ ହେଉଛି ପ୍ରତ୍ୟକ୍ଷ ସଂସ୍ପର୍ଶରେ, ଯେପରି ରୋଗୀର ଲୁଗାପଟା, ରୋଗୀ ସହିତ ମିଶି ଖାଇବା ଏବଂ ତା ସହିତ ମିଳାମିଶା କରିବା ଦ୍ୱାରା, କାଛୁ, କୁଣ୍ଡିଆ, ସାଧାରଣ ଥଣ୍ଡା, ହାଡ଼ଫୁଟି, ବସନ୍ତ, ମିଳିମିଳା, କୃମି ଆଦି ରୋଗର ପ୍ରତ୍ୟକ୍ଷ ସଂସ୍ପର୍ଶ ଦ୍ୱାରା ବ୍ୟାପେ। ଦୂଷିତ ଜଳ ମାଧ୍ୟମରେ କୂଅ, ପୋଖରୀ, ନଈ ଓ ନାଳ ଇତ୍ୟାଦିରେ ପାଣି ବିଭିନ୍ନ କାରଣରୁ ଦୂଷିତ ହୋଇଥାଏ। ଦୂଷିତ ଜଳରେ ହଇଜା, ଝାଡ଼ାବାନ୍ତି, କାମଳ ଓ ଟାଇଫଏଡ଼୍ ଇତ୍ୟାଦି ରୋଗର ଜୀବାଣୁ ଥାଆନ୍ତି। ଏହି ଜଳକୁ ସୁସ୍ଥ ଲୋକ ପିଇଲେ ବା ବ୍ୟବହାର କଲେ ସେମାନଙ୍କୁ ସଂକ୍ରାମକ ରୋଗ ହୋଇଥାଏ। 9 ନମ୍ବର ପ୍ରଶ୍ନ ଦେଲା ମାରାସ୍ମସ୍ ରୋଗର ଲକ୍ଷଣ ଗୁଡ଼ିକ ଲେଖ। ମାରାସ୍ମସ୍ ରୋଗର ଲକ୍ଷଣ ଗୁଡ଼ିକ ହେଲା ଗୋଡ଼ ଓ ହାତ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ, ବହୁତ ଭୋକ ଲାଗେ। 10 ନମ୍ବର ପ୍ରଶ୍ନ ଦେଲା ଭିଟାମିନ୍ ଡି ଅଭାବରେ ହେଉଥିବା ରୋଗରେ ରୋଗୀର କ'ଣ ହୁଏ? ଭିଟାମିନ୍ ଡି ଅଭାବରେ ରିକେଟ୍ସ ଓ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ। ରିକେଟ୍ସ ରୋଗରେ ଖପୁରି ହାଡ଼ ନରମ ହୋଇ ଫୁଲିଯାଏ। ଅଷ୍ଟିଓମାଲେସିଆ ରୋଗରେ ହାତ ଗୋଡ଼ ସରୁ ହୋଇଯିବା ସହିତ ବଙ୍କା ହୋଇଯାଏ। 11 ନମ୍ବର ପ୍ରଶ୍ନ ଦେଲା ଆମେ ଖାଦ୍ୟ କାହିଁକି ଖାଉ? ଏହା ଆମର କ'ଣ ଉପକାର କରେ? ଆମେ ସୁସ୍ଥ ସବଳ ରହିବା ପାଇଁ ଖାଦ୍ୟ ଖାଇଥାଉ। ଏହି ଖାଦ୍ୟ ମଧ୍ୟରୁ କେତେକ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଥିବା ବେଳେ ଆଉ କେତେକ ଶରୀର ଗଠନରେ ସାହାଯ୍ୟ କରେ। ଅନ୍ୟ କେତେକ ଖାଦ୍ୟ ମଧ୍ୟ ଶରୀରକୁ ରୋଗମୁକ୍ତ ରଖିଥାଏ। 12 ନମ୍ବର ପ୍ରଶ୍ନ ହେଲା ଆମେ ସବୁଦିନ ଗୋଟିଏ ପ୍ରକାର ଖାଦ୍ୟ କାହିଁକି ଖାଇ ନଥାଉ? ଦେଖ ବିଭିନ୍ନ ପ୍ରକାରର ଖାଦ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟସାର ଥାଏ।
ସେଗୁଡ଼ିକ ମଧ୍ୟରୁ କେତେକ ଖାଦ୍ୟ ଆମକୁ ଶକ୍ତି ଦେଉଥିବା ବେଳେ ଆଉ କେତେକ ଖାଦ୍ୟ ଶରୀର ଗଠନରେ ସାହାଯ୍ୟ କରେ, ଆଉ କେତେକ ଶରୀରକୁ ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ। 13 ନମ୍ବର ପ୍ରଶ୍ନ ଦେଲା, ଦୂଷିତ ଜଳ କହିଲେ ତୁମେ କ'ଣ ବୁଝ? ଦୂଷିତ ଜଳ ପିଇଲେ କେଉଁ କେଉଁ ରୋଗ ହୋଇଥାଏ? ଯେଉଁ ଜଳରେ ଶରୀରକୁ ହାନି ଘଟାଇବା ଭଳି ବିଭିନ୍ନ ଉପାଦାନ ଓ ରୋଗ ଜୀବାଣୁ ଥାଏ ତାହାକୁ ଦୂଷିତ ଜଳ କୁହାଯାଏ। ଦୂଷିତ ଜଳରେ ହଇଜା, ଝାଡ଼ାବାନ୍ତି, କାମଳ ଓ ଟାଇଫଏଡ୍ ଆଦି ରୋଗର ଜୀବାଣୁ ଥିବାରୁ ଏହି ଜଳକୁ ସୁସ୍ଥ ଲୋକ ପିଇଲେ ବା ବ୍ୟବହାର କଲେ ଏହିସବୁ ରୋଗ ହୋଇଥାଏ। 14 ନମ୍ବର ପ୍ରଶ୍ନ ଦେଲା, ତୁମକୁ ଗରମ ଖାଦ୍ୟ ଖାଇବା ପାଇଁ କାହିଁକି କୁହାଯାଏ? କାରଣ ଗରମ ଖାଦ୍ୟ ଖାଇଲେ ସେଥିରେ ମାଛି ବସିବାର ସମ୍ଭାବନା ନଥାଏ। ଗରମ ଖାଦ୍ୟ ସଂକ୍ରମିତ ହୋଇନଥାଏ। 15 ନମ୍ବର ପ୍ରଶ୍ନ ଦେଲା, ବାୟୁ ମାଧ୍ୟମରେ କେଉଁ କେଉଁ ରୋଗ କିପରି ବ୍ୟାପିଥାଏ? ଦେଖ, ବାୟୁ ମାଧ୍ୟମରେ ଯକ୍ଷ୍ମା, କାଶ, ସର୍ଦ୍ଦି, ବସନ୍ତ, ହାଡ଼ଫୁଟି, ଆଖିଧରା, ଲହରା କାଶ, ମିଳିମିଳା, ଗାଲୁଆ ପରି ଅନେକ ରୋଗ ବ୍ୟାପିଥାନ୍ତି। କାହା ମାଧ୍ୟମରେ? ବାୟୁ ମାଧ୍ୟମରେ। ତ ଏହିସବୁ ରୋଗର ଜୀବାଣୁ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ କାଶ, ଛିଙ୍କ, କଫ ଇତ୍ୟାଦି ମାଧ୍ୟମରେ ବାୟୁମଣ୍ଡଳକୁ ଚାଲି ଆସନ୍ତି ଓ ସୁସ୍ଥ ଲୋକ ଦେହରେ ପ୍ରବେଶ କରି ସେମାନଙ୍କୁ ଆକ୍ରାନ୍ତ କରନ୍ତି। 16 ନମ୍ବର ପ୍ରଶ୍ନ ଦେଲା, ଅଣୁଜୀବ କାହାକୁ କୁହାଯାଏ? ଏଗୁଡ଼ିକୁ ଆମେ କେଉଁ ଯନ୍ତ୍ର ସାହାଯ୍ୟରେ ଦେଖିପାରିବା? ଜୀବାଣୁ, ବୀଜାଣୁ, କବକ ଆଦି ପ୍ରାଣୀ, ଭୂତାଣୁ ଓ ଶୈବାଳ ଆଦିକୁ ଅଣୁଜୀବ କୁହାଯାଏ। ଅଣୁଜୀବ ଗୁଡ଼ିକ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ। ଏଗୁଡ଼ିକୁ ଆମେ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିପାରିବା। 17 ନମ୍ବର ପ୍ରଶ୍ନ ଦେଲା, ଦୁଇଟି ଅଣୁଜୀବର ନାମ ଲେଖ। ଭୂତାଣୁ ଓ ଶୈବାଳ ଦୁଇଟି ଅଣୁଜୀବ। 18 ନମ୍ବର ପ୍ରଶ୍ନ ଦେଲା, ଅପପୁଷ୍ଟି ରୋଗର ଲକ୍ଷଣ ଗୁଡ଼ିକ କ'ଣ? ଅପପୁଷ୍ଟି ରୋଗ ହେଲେ ରୋଗୀର ମୁହଁ ଫୁଲିଯାଏ ଏବଂ ପେଟ ବାହାରି ପଡ଼େ। ରୋଗୀର କୌଣସି କାର୍ଯ୍ୟରେ ଆଗ୍ରହ ଆସେ ନାହିଁ। 19 ନମ୍ବର ପ୍ରଶ୍ନ ହେଲା, ସ୍କର୍ଭି ରୋଗର ଲକ୍ଷଣ ଗୁଡ଼ିକ କ'ଣ? ଦୁର୍ବଳ ଲାଗିବା, ହାତ ଗଣ୍ଠିରେ ଯନ୍ତ୍ରଣା ହେବା, ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେବା, ଘା ଚଞ୍ଚଳ ନ ଶୁଖିବା। 20 ନମ୍ବର ପ୍ରଶ୍ନ ଦେଲା, 4 ଗୋଟି ବାୟୁବାହିତ ରୋଗ ଓ 4 ଗୋଟି ଜଳବାହିତ ରୋଗର ନାମ ଲେଖ। 4 ଗୋଟି ବାୟୁବାହିତ ରୋଗ ହେଲା ବସନ୍ତ, ଆଖିଧରା, ମିଳିମିଳା, ହାଡ଼ଫୁଟି ଆଦି ବାୟୁବାହିତ ରୋଗ। ଜଳବାହିତ ରୋଗ କ'ଣ? ନା ପୋଲିଓ, କାମଳ, ଟାଇଫଏଡ୍, ହଇଜା ଆଦି ଜଳବାହିତ ରୋଗ ଅଟନ୍ତି। 21 ନମ୍ବର ପ୍ରଶ୍ନ ଦେଲା, ଭିଟାମିନ୍ ବି ଅଭାବରେ କେଉଁ କେଉଁ ରୋଗ ହୁଏ? ଭିଟାମିନ୍ ବି ଅଭାବରେ ବେରିବେରି, କଳଖିଆ, ଜିଭ ଘା, ରକ୍ତହୀନତା ରୋଗ ଆଦି ହୋଇଥାଏ। 22 ନମ୍ବର ପ୍ରଶ୍ନ ଦେଲା, କେଉଁ କେଉଁ ଖାଦ୍ୟରେ ଯଥେଷ୍ଟ ପରିମାଣରେ ଧାତୁ ସାର ଥାଏ? ଲୁଣ, ଶାଗ, ଦୁଧ, କଦଳୀ ଓ ଚୁନାମାଛ ଆଦି ଖାଦ୍ୟରେ ଯଥେଷ୍ଟ ପରିମାଣର ଧାତୁ ସାର ଥାଏ। 23 ନମ୍ବର ପ୍ରଶ୍ନ ଦେଲା, ସଂକ୍ରାମକ ରୋଗ କାହାକୁ କହନ୍ତି? 4 ଗୋଟି ସଂକ୍ରାମକ ରୋଗର ନାମ ଲେଖ। ଯେଉଁ ରୋଗ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଯାଇଥାଏ କିମ୍ବା ସଂକ୍ରମିତ ହୋଇଥାଏ ତାହାକୁ ସଂକ୍ରାମକ ରୋଗ କୁହାଯାଏ। ହଇଜା, ଯକ୍ଷ୍ମା, ହାଡ଼ଫୁଟି, ସାଧାରଣ ସର୍ଦ୍ଦି ମଧ୍ୟ ସଂକ୍ରାମକ ରୋଗ ଅଟନ୍ତି। 24 ନମ୍ବର ପ୍ରଶ୍ନ ଦେଲା, ଖାଦ୍ୟ ଅଭାବଜନିତ ରୋଗ କ'ଣ? ଉଦାହରଣ ଦିଅ। ଶରୀରରୁ ଖାଦ୍ୟର ଉପାଦାନ କମିଯାଇ ହେଉଥିବା ରୋଗକୁ ଖାଦ୍ୟ ଅଭାବଜନିତ ରୋଗ କୁହାଯାଏ। ଅପପୁଷ୍ଟି ବା କ୍ୱାସିଓର୍କର ଏକ ଖାଦ୍ୟ ଅଭାବଜନିତ ରୋଗ ଅଟେ। 25 ନମ୍ବର ପ୍ରଶ୍ନ ହେଲା, ଆମେ ଚପଲ କାହିଁକି ବ୍ୟବହାର କରୁ? ଅଙ୍କୁଶକୃମିର ଅଣ୍ଡା ମାଟିରେ ପଡ଼ି ଶିଶୁ କୀଟ ଜନ୍ମ ହୁଏ। ଏହି କୀଟ ଏତେ ଛୋଟ ଯେ ଖାଲି ଆଖିକୁ ଦେଖାଯାଏ ନାହିଁ। ଆମେ ଖାଲି ପାଦରେ ଗଲେ ସେଗୁଡ଼ିକ ଆମ ଗୋଡ଼ ବାଟେ ଦେଇ ଶରୀରକୁ ପ୍ରବେଶ କରି ରୋଗ ସୃଷ୍ଟି କରାଏ। ଏଣୁ ଆମେ ଗୋଡ଼ରେ ଚପଲ ବ୍ୟବହାର କରୁ। 26 ନମ୍ବର ପ୍ରଶ୍ନ ଦେଲା, ଆମେ ଦୂଷିତ ଜଳ ପିଇବା ନାହିଁ କାହିଁକି? ତ ତା ଉତ୍ତରରେ ଲେଖିବ, ଦୂଷିତ ଜଳ ରୋଗ ପ୍ରସାରର ଏକ ମାଧ୍ୟମ ଅଟେ। ଜଳ ମାଧ୍ୟମରେ ରୋଗ ଜୀବାଣୁ ସୁସ୍ଥ ଲୋକ ଶରୀରକୁ ଯାଇ ତାକୁ ରୋଗାକ୍ରାନ୍ତ କରାଏ। ତେଣୁ ଆମେ ଦୂଷିତ ଜଳ ପିଇବା ନାହିଁ, ତା ଫଳରେ ଆମକୁ ରୋଗ ସୃଷ୍ଟି ହେବ। 27 ନମ୍ବର ପ୍ରଶ୍ନ ଦେଲା, ଫୁଟା ପାଣି ପିଇବା ଦ୍ୱାରା ହଇଜା ଓ କାମଳ ଭଳି କେତେକ ରୋଗକୁ କିଛି ପରିମାଣରେ କମାଯାଇ ପାରିବ କିପରି? ଉତ୍ତର ଲେଖିବ, ହଇଜା ଓ କାମଳ ରୋଗ ବିଶେଷତଃ ଜଳ ମାଧ୍ୟମରେ ବ୍ୟାପିଥାଏ। ଦୂଷିତ ପାଣି ପିଇବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ତେଣୁ ଫୁଟା ପାଣି ପିଇବା ଦ୍ୱାରା ହଇଜା ଓ କାମଳ ଭଳି ରୋଗକୁ କିଛି ପରିମାଣରେ କମାଯାଇ ପାରିବ। 28 ନମ୍ବର ପ୍ରଶ୍ନ ହେଲା, ଏଡ୍ସ ରୋଗ କ'ଣ? ଏଡ୍ସ ରୋଗ ହେଉଛି ଏକ ଭୂତାଣୁ ଜନିତ ରୋଗ। ଏହା HIV ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହା ମୁଖ୍ୟତଃ ରକ୍ତ ଓ ଅନ୍ୟାନ୍ୟ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ। ତାପରେ ଦେଖ, 29 ନମ୍ବର ପ୍ରଶ୍ନ ଦେଲା, ସ୍ୱାଇନ୍ ଫ୍ଲୁ ଦ୍ୱାରା ଆକ୍ରାନ୍ତ ରୋଗୀକୁ ଡାକ୍ତରଖାନାରେ କାହିଁକି ଅଲଗା ରଖାଯାଏ? ସ୍ୱାଇନ୍ ଫ୍ଲୁ ଦ୍ୱାରା ଆକ୍ରାନ୍ତ ରୋଗୀକୁ ଡାକ୍ତରଖାନାରେ ଅଲଗା ରଖାଯାଏ କାରଣ ଏହା ଏକ ସଂକ୍ରାମକ ରୋଗ। ଏହି ରୋଗର ଅଣୁଜୀବ
ରୋଗୀ ଶରୀରରେ ଶହ ଶହ ସଂଖ୍ୟାରେ ଥାଆନ୍ତି। ଦ୍ରୁତ ଗତିରେ ଏହି ଅଣୁଜୀବମାନେ ସଂକ୍ରମିତ ହୋଇଥାନ୍ତି। ତେଣୁ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଦୂରେଇ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଥାଏ। ତା ପରବର୍ତ୍ତୀ ପ୍ରଶ୍ନ ଦେଲା ବସ୍ତୁନିଷ୍ଠ ପ୍ରଶ୍ନ ଉତ୍ତର ବା ଗୋଟିଏ ବାକ୍ୟରେ ଉତ୍ତର ଦିଅ। 1 ନମ୍ବର ପ୍ରଶ୍ନ ଦେଲା ଯେ ଭିଟାମିନ୍ ଡି ଅଭାବରେ ବୟସ୍କ ଲୋକଙ୍କୁ କେଉଁ ରୋଗ ହୋଇଥାଏ? ଦେଖ ଉତ୍ତରରେ ଲେଖିବ ଭିଟାମିନ୍ ଡି ଅଭାବରେ ବୟସ୍କ ଲୋକଙ୍କୁ ଅଷ୍ଟିଓମାଲେସିଆ ରୋଗ ହୋଇଥାଏ। ଅର୍ଥ ଆଣ୍ଠୁଗଣ୍ଠି ବାତ ହେବା ବା ଆଣ୍ଠୁଗଣ୍ଠି ଧରିବା। ଅଷ୍ଟିଓମାଲେସିଆ କ'ଣ ମାନେ ହାଡ଼ ଗୋଡ଼ ବଥା ବା ଆଣ୍ଠୁଗଣ୍ଠି ଧରିବାକୁ ଆମେ ଅଷ୍ଟିଓମାଲେସିଆ ବୋଲି କହିଥାଉ। 2 ନମ୍ବର ପ୍ରଶ୍ନ ଦେଲା କାମ କରୁଥିବା ସମୟରେ ଗୋଡ଼ରେ କ୍ଷତ ହେଲେ ତୁମେ କ'ଣ କରିବ? ଉତ୍ତର ଲେଖିବ କାମ କରୁଥିବା ସମୟରେ ଗୋଡ଼ରେ କ୍ଷତ ହେଲେ ଟିଟାନସ୍ ଟକ୍ସାଇଡ୍ ନେଇଥାଉ। ଟିଟି। 3 ନମ୍ବର ପ୍ରଶ୍ନ ଦେଲା ଟିଟିର ଫୁଲ୍ ଫର୍ମ ହେଲା ଟିଟାନସ୍ ଟକ୍ସାଇଡ୍। ମନେ ରଖ ଟିଟିର ଫୁଲ୍ ଫର୍ମ ହେଲା ଟିଟାନସ୍ ଟକ୍ସାଇଡ୍। 3 ନମ୍ବର ପ୍ରଶ୍ନ ଦେଲା ଅଷ୍ଟିଓମାଲେସିଆ ରୋଗରେ କ'ଣ ହୋଇଥାଏ? ଅଷ୍ଟିଓମାଲେସିଆ ରୋଗରେ ହାତ ଗୋଡ଼ ସରୁ ହୋଇଯିବା ସହିତ ବଙ୍କା ହୋଇଯାଇଥାଏ। ଗୋଡ଼ ଆଣ୍ଠୁଗଣ୍ଠି ଧରିଥାଏ ହେଲା। ତାପରେ ଦେଖ 4 ନମ୍ବର ପ୍ରଶ୍ନ ଦେଲା ରକ୍ତହୀନତା କିପରି ଲାଗେ? ରକ୍ତହୀନତା ହେଲେ କ'ଣ ଲାଗିବ? ରକ୍ତହୀନତା ହେଲେ ତଳିପାଦରେ ଛୁଞ୍ଚି ଫୋଡ଼ି ହେଲା ପରି ଲାଗେ। 5 ନମ୍ବର ପ୍ରଶ୍ନ ଦେଲା ଧାତୁସାର ଅଭାବରେ କେଉଁ ରୋଗ ହୋଇଥାଏ? ଉତ୍ତରରେ ଲେଖିବ ଧାତୁସାର ଅଭାବରେ ଗଳଗଣ୍ଡ ରୋଗ ହୋଇଥାଏ। ଦେଖ ତଣ୍ଟି ପାଖରେ ଫୁଲି ଯାଇଥାଏ ତାକୁ ଆମେ ଗଳଗଣ୍ଡ ରୋଗ ବୋଲି କହିଥାଉ, ଯାହାକି ଧାତୁସାର ଅଭାବରେ ଆୟୋଡିନ୍ ଅଭାବ ଧାତୁସାର ସାଧାରଣତଃ ଧାତୁସାର ଅଭାବରେ ହୋଇଥାଏ, ତା ସହିତ ଆୟୋଡିନ୍ ଅଭାବରେ ମଧ୍ୟ ହୋଇଥାଏ। ଆୟୋଡିନ୍ ମଧ୍ୟ ଧାତୁସାରରେ ଯାଉଛି। 6 ନମ୍ବର ପ୍ରଶ୍ନ ଦେଲା କାହାର ଅଭାବରେ ପିଲାର ମାନସିକ ବିକାଶ ବାଧା ସୃଷ୍ଟି ହୋଇଥାଏ? ଉତ୍ତର ଲେଖିବ ଧାତୁସାର ଅଭାବରେ ପିଲାର ମାନସିକ ବିକାଶରେ ବାଧା ସୃଷ୍ଟି ହୁଏ। 7 ନମ୍ବର ପ୍ରଶ୍ନ ଦେଲା କେଉଁ ରୋଗରେ ଦେହରେ ପାଣି ଜମିଯାଇ ଗୋଡ଼ ହାତ ଫୁଲିଯାଏ? ବେରିବେରି ରୋଗରେ। ତ ଉତ୍ତର ଲେଖିବ ବେରିବେରି ରୋଗରେ ହେଲେ ଦେହରେ ପାଣି ଜମିଯାଇ ଗୋଡ଼ ହାତ ଫୁଲିଯାଏ। 8 ନମ୍ବର ପ୍ରଶ୍ନ ଦେଲା ହଇଜା ଓ ଝାଡ଼ାବାନ୍ତି ରୋଗ କିପରି ବ୍ୟାପିଥାଏ? ଉତ୍ତର ଲେଖିବ ସଂକ୍ରମିତ ଖାଦ୍ୟ ମାଧ୍ୟମରେ ହଇଜା ଓ ଝାଡ଼ାବାନ୍ତି ରୋଗ ବ୍ୟାପିଥାଏ। 9 ନମ୍ବର ପ୍ରଶ୍ନ ଦେଲା ଧନୁଷ୍ଟଙ୍କାର ରୋଗର ପ୍ରତିଷେଧକ ପାଇଁ କ୍ଷତ ହେବାର କେତେ ସମୟ ମଧ୍ୟରେ ଇଞ୍ଜେକ୍ସନ୍ ନିଆଯିବା ଉଚିତ? ଧନୁଷ୍ଟଙ୍କାର ରୋଗର ପ୍ରତିରୋଧ ପାଇଁ କ୍ଷତ ହେବାର 24 ଘଣ୍ଟା ମଧ୍ୟରେ ଇଞ୍ଜେକ୍ସନ୍ ନିଆଯିବା ଉଚିତ। କେଉଁ ଇଞ୍ଜେକ୍ସନ୍? ନା ATS ଆଣ୍ଟି ଟିଟାନସ୍ ସିରମ୍। ଆଣ୍ଟି ଟିଟାନସ୍ ସିରମ୍ ହେଲା। ତାପରେ ଦେଖ 10 ନମ୍ବର ପ୍ରଶ୍ନ ଦେଲା କ୍ୟୁଲେକ୍ସ ମଶା କାମୁଡ଼ିଲେ କ'ଣ ହୁଏ? କ୍ୟୁଲେକ୍ସ ମଶା କାମୁଡ଼ିଲେ ବାତ ଜ୍ୱର ରୋଗ ହୋଇଥାଏ। ମନେ ରଖିଥାଅ କ୍ୟୁଲେକ୍ସ ମଶା କାମୁଡ଼ିଲେ ବାତ ଜ୍ୱର ହୁଏ। 11 ନମ୍ବର ପ୍ରଶ୍ନ ଦେଲା ଏଡିସ୍ ମଶା କାମୁଡ଼ିଲେ କ'ଣ ହୁଏ? ଏଡିସ୍ ମଶା କାମୁଡ଼ିଲେ ଡେଙ୍ଗୁ ଜ୍ୱର ହୁଏ। ତ ଡେଙ୍ଗୁ ଜ୍ୱର କାହା ଦ୍ୱାରା ହୋଇଥାଏ? ଏଡିସ୍ ମଶା। କ୍ୟୁଲେକ୍ସ ହେଲା ବାତ ଜ୍ୱର। 12 ନମ୍ବର ପ୍ରଶ୍ନ ଦେଲା ସଂକ୍ରମିତ ଛୁଞ୍ଚି ମାଧ୍ୟମରେ ଇଞ୍ଜେକ୍ସନ୍ ନେଲେ କେଉଁ ରୋଗ ବ୍ୟାପିଥାଏ? ସଂକ୍ରମିତ ଛୁଞ୍ଚି ମାଧ୍ୟମରେ ଇଞ୍ଜେକ୍ସନ୍ ନେଲେ ଏଡ୍ସ ରୋଗ ବ୍ୟାପିଥାଏ। 13 ନମ୍ବର ପ୍ରଶ୍ନ ଦେଲା ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆମେ କାହାକୁ ଦେଖିପାରୁ? ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆମେ ଅଣୁଜୀବମାନଙ୍କୁ ଦେଖିପାରୁ। 14 ନମ୍ବର ପ୍ରଶ୍ନ ଦେଲା ଶ୍ୱେତସାର ପୁଷ୍ଟିସାର ସ୍ନେହସାର ଥିବା ଖାଦ୍ୟ ଆବଶ୍ୟକ ପରିମାଣରେ ଖାଇଲେ କେଉଁ ରୋଗ ହୁଏ ନାହିଁ? ତ ଉତ୍ତରରେ କ'ଣ ଲେଖିବ? ଶ୍ୱେତସାର ପୁଷ୍ଟିସାର ଉତ୍ତରରେ ଲେଖିବ ଶ୍ୱେତସାର ପୁଷ୍ଟିସାର ସ୍ନେହସାର ଥିବା ଖାଦ୍ୟ ଆବଶ୍ୟକ ପରିମାଣରେ ଖାଇଲେ ଅପପୁଷ୍ଟି ରୋଗ ହୁଏ ନାହିଁ। 15 ନମ୍ବର ପ୍ରଶ୍ନ ଦେଲା ସ୍ୱାଇନ୍ ଫ୍ଲୁ ଓ ପୋଲିଓ ଆଦି କାହା ଦ୍ୱାରା ସଂକ୍ରମିତ ହୋଇଥାଏ? ଭୂତାଣୁ ଦ୍ୱାରା ସ୍ୱାଇନ୍ ଫ୍ଲୁ ଆଉ ପୋଲିଓ ଆଦି ସଂକ୍ରମିତ ହୋଇଥାଏ। ମନେ ରଖ ଭୂତାଣୁ ଦ୍ୱାରା। 16 ନମ୍ବର ପ୍ରଶ୍ନ ଦେଲା ସ୍ୱାଇନ୍ ଫ୍ଲୁ ରୋଗ କିପରି ବ୍ୟାପିଥାଏ? ପ୍ରତ୍ୟକ୍ଷ ସଂସ୍ପର୍ଶରେ ସ୍ୱାଇନ୍ ଫ୍ଲୁ ରୋଗ ବ୍ୟାପିଥାଏ। 17 ନମ୍ବର ପ୍ରଶ୍ନ ଦେଲା କେଉଁ ଭିଟାମିନ୍ ଅଭାବରେ ତଳିପାଦରେ ଛୁଞ୍ଚି ଫୋଡ଼ିଲା ପରି ଲାଗେ? ଭିଟାମିନ୍ ବି ଅଭାବରେ ତଳିପାଦରେ ଛୁଞ୍ଚି ଫୋଡ଼ିଲା ପରି ଲାଗେ। ଶୂନ୍ୟସ୍ଥାନ ପୂରଣ କର। 1 ନମ୍ବର ପ୍ରଶ୍ନ ହେଲା ଜନ୍ମ ସମୟରେ ଶିଶୁକୁ କେଉଁ ଟୀକା ଦିଆଯାଏ? BCG ଦିଆଯାଏ। କ'ଣ ଦିଆଯାଏ? BCG ଦିଆଯାଏ। 2ରେ ହେଲା ବାର୍ଡ ଫ୍ଲୁ ଏକ ଡ୍ୟାସ୍ ଜନିତ ରୋଗ? ଭୂତାଣୁ ଜନିତ ରୋଗ। ଏକ ଭୂତାଣୁ ଜନିତ ରୋଗ। 3 ନମ୍ବର ପ୍ରଶ୍ନ ହେଲା ଜୀବାଣୁମାନଙ୍କ ଦ୍ୱାରା କେଉଁ ରୋଗ ହୋଇଥାଏ? ସଂକ୍ରାମକ ରୋଗ। ସଂକ୍ରାମକ। 4 ହେଲା ଜୀବନ ଧାରଣା ନିମନ୍ତେ କ'ଣ ପ୍ରয়োଜନ? ଖାଦ୍ୟ ପ୍ରୟୋଜନ। ଖାଦ୍ୟ ପ୍ରୟୋଜନ।
ता परवर्ती प्रश्न देला डाली दूध अंडा केउ जातीय खाद्य पुष्टिसार जातीय खाद्य पुष्टिसार। 6 देला जो खाद्य चोबाइले मीठा लगे ताहा केउ खाद्य ताहा श्वेतसार जातीय खाद्य श्वेतसार। 7 देला पुष्टिसार खाद्य शरीर कौन साधना करे शरीर पुष्टि साधना करे। 8 देला श्वेतसार खाद्य शरीर को डैश और काम करने पे शक्ति जोगाए शरीर को ताप शक्ति और काम करने पे शक्ति जोगाए। 9 नंबर प्रश्न देला दूषित जल रे डैश रोगर जीवाणु थाई पारंती हईजा। 10 देला 10 मिनिट पर्यंत जल फुटिले सेथिरे थिबा कौन मरी जाती बैक्टेरिया। 11 देला धातुसार खाद्य शरीर रे रक्त और कौन गठन करे स्नायु। 12 देला विटामिन डैश स्त्री मानकर बंध्या दोष नाश करे ई विटामिन ई। केउ रोग हेले मुह फुले और पेट बाहरी पड़े अपपुष्टि। 14 है क्षत हेबार केते घंटा मध्य धनुष्टंकार निरोधक इंजेक्शन नेबा आवश्यक 24 घंटा। 15 है डैश सुस्थ रहिले संक्रामक रोग रक्षा मिलिबो परिवेश। 16 है 16 वर्ष बयस डैश रोग पे टीटी दिया जाए टिटानस। 17 है मूषा द्वारा केउ रोग व्यापी थाए प्लेग। 18 है डिप्थेरिया एक डैश बाहित रोग वायुबाहित। 19 है जिया दशीपोक अंकुश कुर्मी गोटे गोटे कौन कीट। 20 है केउ मसीह महाराष्ट्र गुजरात रे प्लेग रोग व्यापी 1994 मसीह। 21 है डैश रोग हेले देहरे पानी जमी जाई गोड़ हाथ फुली जाए बेरी बेरी। 22 है विटामिन केउ अभाव रे चर्म सुखिला देखा जाए ए। 23 है शैवाल एक डैश अटे अणुजीव। 24 है बात ज्वर बाहक डैश अटे क्यूलेक्स। 25 है डैश रोग हेले हाथ गोड़ सरू हो जाए रिकेट्स। 26 है हाड़ फुटी डैश माध्यम होता है वायु। तो यह तार उत्तर। यार परवर्ती प्रश्न है भिन्न शब्द बाछी कोठरे लेख। जिपर देला 1 नंबर देला डेंगू मलेरिया बात ज्वर प्लेग। तो डेंगू मलेरिया बात ज्वर एगुड़िक मशा द्वारा होता है किंतु प्लेग मूषा द्वारा होता है तेणु प्लेग अलग हम। 2 है जख्मा टाइफॉइड हईजा स्कर्वी। तो जख्मा टाइफॉइड हईजा एमाने संक्रामक रोग किंतु स्कर्वी आमर खाद्य अभाव जनित रोग तेणु स्कर्वी हो रोग। 3 है मलेरिया बात ज्वर प्लेग डेंगू। तो मलेरिया बात ज्वर और डेंगू एगुड़िक मशा द्वारा होता है किंतु प्लेग मूषा द्वारा होता है प्लेग अलग हम। 4 है मशा जिया अंकुशकर्मी दशीपोक। तो जिया अंकुशकर्मी दशीपोक होती कीट किंतु मशा गोटे कौन गोटे कीट मशा मशा गोटे प्राणी। तापर देख 5 नंबर प्रश्न देला गोड़ हाथ सरू हो जाए उच्चता बढ़ी पारे नहीं बहुत भोक लगे बाल धरु धरु उखुड़ी जाए। ताहा केउ कहा अभाव जनित रोग या मारास्मस अभाव क्वासियरकर अभाव जनित रोग। तो मारास्मस अभाव जनित रोग है गोड़ हाथ सरू हो जाए उच्चता बढ़ी पारे नहीं बहुत भोक लगे किंतु क्वासियरकर अभाव जनित रोग है बाल धरु धरु उखुड़ी जाए ता सहित चर्म सुखिला देखा जाए शिशुर गोड़ हाथ मुह फुली जाए। तो एगुड़ी गला क्वासियरकर है चर्म घा हुए मुंड बाल कहरा हुए। तो
ଅତିରକ୍ତ ମୁକ୍ତି ମନେ ରଖିବା ପଡ଼ିବ ଯେ କ୍ୱାସିୟର୍କ ରୋଗର ଅଭାବଜନିତ ରୋଗର ଲକ୍ଷଣ କ'ଣ ଆଉ ମାରାସ୍ମସ୍ର ତାର ଲକ୍ଷଣ କ'ଣ। ତା ମନେ ରଖିଥିବା ମାରାସ୍ମସ୍ର ଲକ୍ଷଣ ହେଲା ହାତ ଗୋଡ଼ ସରୁ ହୋଇଯାଏ, ତାର ଉଚ୍ଚତା ବଢ଼ିପାରେ ନାହିଁ ଆଉ ବହୁତ ଭୋକ ଲାଗେ। କିନ୍ତୁ କ୍ୱାସିୟର୍କର ଅଭାବଜନିତ ରୋଗର ଲକ୍ଷଣ ହେଲା ବାଳ ଧରୁ ଧରୁ ଉପୁଡ଼ିଯାଏ, ଶିଶୁର ଗୋଡ଼ ହାତ ମୁହଁ ଫୁଲିଯାଏ, ଚର୍ମ ଶୁଖିଲା ଦେଖାଯାଏ, ଚର୍ମରେ ଘା ହୁଏ। ବୁଝିହେଲା। ତେଣୁ ଏଇଟା ହେଲା ତାର ଅଲଗା ହେଇଯିବ। 6ରେ ଦେଲା ପୋଲିଓ, ସ୍ୱାଇନ୍ ଫ୍ଲୁ, ମ୍ୟାଲେରିଆ, ଆଖି ଧରା। ତ ଏଗୁଡ଼ିକ ମାନେ ସଂକ୍ରାମକ ରୋଗ ତ ବାୟୁବାହିତ ରୋଗ ହେଲା। କେଉଁଟା ପୋଲିଓ, ସ୍ୱାଇନ୍ ଫ୍ଲୁ, ଆଖି ଧରା। କିନ୍ତୁ ମ୍ୟାଲେରିଆଟା କ'ଣ ହୁଏ, ମ୍ୟାଲେରିଆଟା ମଶା ଦ୍ୱାରା ବ୍ୟାପିଥାଏ ହେଲା। ଏଗୁଡ଼ିକ ମାନେ ସଂକ୍ରାମକ ରୋଗ ପୋଲିଓ, ସ୍ୱାଇନ୍ ଫ୍ଲୁ, ଆଖି ଧରା। 7ରେ ଦେଲା ପ୍ଲେଗ, ହଇଜା, ଯକ୍ଷ୍ମା, ଆମାସ। ତ ପ୍ଲେଗ, ହଇଜା, ଯକ୍ଷ୍ମା, ଆମାସ ତ ଅଲଗା ହେଇଯିବ ଆମାସ। ତାପରେ ଦେଖ 8 ନମ୍ବର ପ୍ରଶ୍ନ। ତ 8 ନମ୍ବର ପ୍ରଶ୍ନ ଦେଲା 8 ନମ୍ବର ହେଲା ଯକ୍ଷ୍ମା, ହଇଜା, ହୁପିଂ କଫ୍, ଡିଫଥେରିଆ। ଦେଖ ଯକ୍ଷ୍ମା, ହୁପିଂ କଫ୍, ଡିଫଥେରିଆ ହେଲା ବାୟୁବାହିତ ରୋଗ ଆଉ ହଇଜା ହେଉଛି ଜଳବାହିତ ରୋଗ। ବାୟୁବାହିତ ରୋଗ କ'ଣ କ'ଣ ଅଛି ଦେଖ। ବାୟୁବାହିତ ହେଉଛି ବସନ୍ତ, ଆଖି ଧରା, ମିଳିମିଳା, ହାଡ଼ ଫୁଟି, ଏଗୁଡ଼ା ହେଉଛି ବାୟୁବାହିତ ରୋଗ ହେଲା। ଯକ୍ଷ୍ମା, ହୁପିଂ କଫ୍, ଡିଫଥେରିଆ ଏଗୁଡ଼ିକ ବାୟୁବାହିତ ରୋଗ। ଜଳବାହିତ ରୋଗ କ'ଣ କ'ଣ ପୋଲିଓ, କାମଳ, ଟାଇଫଏଡ଼୍, ହଇଜା ଏଗୁଡ଼ିକ ହେଲା ଜଳବାହିତ ରୋଗ। ତାପରେ ଦେଖ 9 ନମ୍ବର ପ୍ରଶ୍ନ ଦେଲା ତାର ଅଲଗା କେ ହେଇଯିବ ହଇଜା ହେଲା, କାହିଁକି ନା ଏହା ଜଳବାହିତ ରୋଗ। 9ରେ ହେଲା ମଶା, ଜିଆ, ଦଶୀପୋକ, ଅଙ୍କୁଶକୃମି। ଜିଆ, ଦଶୀପୋକ, ଅଙ୍କୁଶକୃମି କୀଟ, ମଶା ସେଥିପାଇଁ ଅଲଗା, ମଶା ଅଲଗା। ତାପରେ ଦେଖ 10 ନମ୍ବର ପ୍ରଶ୍ନ ଦେଲା ଭୂତାଣୁ, ବୀଜାଣୁ, ଜୀବାଣୁ, କୁର୍ମୀ। କୁର୍ମୀ ଅଲଗା ହେଇଯିବ। 11 ହେଲା ବାତ, ଜ୍ୱର, ଥଣ୍ଡା, ସର୍ଦ୍ଦି, ପୋଲିଓ, ଗାଲୁଆ। ତ ଥଣ୍ଡା, ସର୍ଦ୍ଦି, ପୋଲିଓ, ଗାଲୁଆ ତ ଏଗୁଡ଼ିକ ହେଲା କ'ଣ ବାୟୁ ମାଧ୍ୟମରେ ହୋଇଥାଏ। ବାତ, ଜ୍ୱର ମଶା ମାଧ୍ୟମରେ ହୋଇଥାଏ। ଥଣ୍ଡା, ସର୍ଦ୍ଦି, ପୋଲିଓ ଆଉ ଗାଲୁଆ ଏଗୁଡ଼ିକ ବାୟୁ ମାଧ୍ୟମରେ ହୋଇଥାଏ ହେଲା। ଆଉ ବାତ, ଜ୍ୱର ମଶା ମାଧ୍ୟମରେ ହୋଇଥାଏ। ତାପରେ ଦେଖ 12 ଦେଲା BCG, ATS, DPT, TT ତ ଅଲଗା ହେଇଯିବ TT, ଟିଟାନସ୍। 13 ନମ୍ବର ଦେଲା ହଇଜା, ମିଳିମିଳା, ହାଡ଼ ଫୁଟି, ଆଖି ଧରା। ମିଳିମିଳା, ହାଡ଼ ଫୁଟି, ଆଖି ଧରା ଏଗୁଡ଼ିକ ହେଉଛି ବାୟୁ ମାଧ୍ୟମରେ ବ୍ୟାପିଥାଏ। ହଇଜା ଜଳ ମାଧ୍ୟମରେ ବ୍ୟାପିଥାଏ। ଏହା ଥିଲା ତା'ର ଉତ୍ତର। ତା'ର ପରବର୍ତ୍ତୀ ପ୍ରଶ୍ନ ଦେଖିବା ଆମେ 4 ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରକୁ ବାଛି ଲେଖ। 1 ନମ୍ବର ଦେଲା ଏମାନଙ୍କ ମଧ୍ୟରୁ କେଉଁ ରୋଗଟି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ତ ଭୂତାଣୁ ଦ୍ୱାରା କେଉଁଟା ହୋଇଥାଏ ନା ପୋଲିଓ ହେଉଛି ଭୂତାଣୁ ଦ୍ୱାରା ହୋଇଥାଏ ହେଲା। ମନେ ରଖିଥ ପୋଲିଓ। ଏଠି ଦେଲା ଆନ୍ତରିକ ଜ୍ୱର, ପୋଲିଓ, ଯକ୍ଷ୍ମା, ହଇଜା ତ ପୋଲିଓଟା ଭୂତାଣୁ ଦ୍ୱାରା ହୋଇଥାଏ। 2 ନମ୍ବର ପ୍ରଶ୍ନ ଦେଲା କେଉଁ ରୋଗର ବୀଜାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ବୀଜାଣୁ ଦ୍ୱାରା କେଉଁଟା ସଂକ୍ରମିତ ହୋଇଥାଏ ପ୍ଲେଗ ହୋଇଥାଏ। 3 ଦେଲା ଭିଟାମିନ୍ ଏ ଅଭାବରେ କେଉଁ ରୋଗ ହୋଇଥାଏ ଅନ୍ଧାର କଣା ଭିଟାମିନ୍ ଏ ଅଭାବରେ ହୋଇଥାଏ। 4 ଦେଲା କେଉଁ ରୋଗରେ ଖପୁରି ହାଡ଼ ନରମ ହୋଇ ଫୁଲିଯାଏ ରିକେଟ୍ସ ରୋଗରେ ଖପୁରି ହାଡ଼ ନରମ ହୋଇ ଫୁଲିଯାଏ। ତାପରେ ଦେଖ 5 ନମ୍ବର ଦେଲା କେଉଁ ରୋଗରେ ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହୋଇଥାଏ ସ୍କର୍ଭି ରୋଗରେ। 6ରେ ଦେଲା ମାରାସ୍ମସ୍ ରୋଗର କେଉଁ ଲକ୍ଷଣଟି ପ୍ରକାଶ ପାଏ। ମାରାସ୍ମସ୍ରେ ହେଲା ବହୁତ ଭୋକ ଲାଗିଥାଏ ହେଲା। ମାରାସ୍ମସ୍ରେ ବହୁତ ଭୋକ ଲାଗିଥାଏ। ଆଉ କ'ଣ ଥାଏ ମାରାସ୍ମସ୍ରେ ନା ହାତ ଗୋଡ଼ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ। ମନେ ରଖ ହାତ ଗୋଡ଼ ସରୁ ହୋଇଯାଏ, ଉଚ୍ଚତା ବଢ଼ିପାରେ ନାହିଁ, ବହୁତ ଭୋକ ଲାଗେ ହେଲା ମାରାସ୍ମସ୍। ଆଉ କ୍ୱାସିୟର୍କର ହେଲା ବାଳ ଧରୁ ଧରୁ ଉପୁଡ଼ିଯାଏ, ମୁଣ୍ଡ ବାଳ କହରା ଦେଖାଯାଏ, ଚର୍ମ ଶୁଖିଲା ଦେଖାଯାଏ। 7 ନମ୍ବର ଥିଲା ଧାତୁସାର ଅଭାବରେ କେଉଁ ରୋଗଟି ହୁଏ। ଧାତୁସାର ଅଭାବରେ ଅର୍ଥ ଭିଟାମିନ୍ ଏ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ। ଗଳଗଣ୍ଡ ରୋଗ କେଉଁ ରୋଗଟି ହୁଏ ନାହିଁ, କେଉଁ ରୋଗଟି ହୁଏ ନାହିଁ। ରକ୍ତହୀନତା ଧାତୁସାର ଅଭାବରେ, ଅସ୍ଥିବଙ୍କା, ଗଳଗଣ୍ଡ ସବୁ ଧାତୁସାର ଅଭାବରେ, କିନ୍ତୁ ଅନ୍ଧାରକଣା ଭିଟାମିନ୍ ଏ ଅଭାବରେ ହୋଇଥାଏ। 8 ନମ୍ବର ପ୍ରଶ୍ନ ଦେଲା ଏମାନଙ୍କ ମଧ୍ୟରୁ କେଉଁ ରୋଗଟି ପ୍ରତ୍ୟକ୍ଷ ସଂସ୍ପର୍ଶରେ ବ୍ୟାପେ ନାହିଁ ଅର୍ଥାତ୍ ଛୁଇଁଲେ ବ୍ୟାପେ ନାହିଁ। କାଛୁ, କୁଣ୍ଡିଆ, ବସନ୍ତ ତ ଛୁଇଁଲେ ବ୍ୟାପେ, କିନ୍ତୁ ଅନ୍ଧାରକଣା ଛୁଇଁଲେ ବ୍ୟାପେ ନାହିଁ। ତ ଅନ୍ଧାରକଣା ହେଇଯିବାର ଉତ୍ତର। 9ରେ ଦେଲା ଜଳକୁ କେତେ ସମୟ ପର୍ଯ୍ୟନ୍ତ ଫୁଟାଇଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯାଆନ୍ତି 10 ମିନିଟ୍ ପର୍ଯ୍ୟନ୍ତ। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଦେଲା। 10 ନମ୍ବର ପ୍ରଶ୍ନ ଦେଲା କେଉଁ ମସିହାରେ ମହାରାଷ୍ଟ୍ର ଓ ଗୁଜରାଟରେ ବହୁ ସଂଖ୍ୟକ ଲୋକ ପ୍ଲେଗ ରୋଗରେ ପୀଡ଼ିତ ହୋଇଥିଲେ 1994 ମସିହାରେ। 11 ନମ୍ବର ପ୍ରଶ୍ନ ଦେଲା ନିମ୍ନୋକ୍ତ ମଧ୍ୟରୁ କେଉଁ ରୋଗଟି ମାଛି ଦ୍ୱାରା ବ୍ୟାପିଥାଏ। ହଇଜା ମାଛି ଦ୍ୱାରା ବ୍ୟାପିଥାଏ। 12 ହେଲା ଭାତ କେଉଁ ଜାତୀୟ ଖାଦ୍ୟ, ଭାତ ଶ୍ୱେତସାର ଜାତୀୟ ଖାଦ୍ୟ। 13 ହେଲା ବନ୍ଧାକୋବି, ଶାଗ, ବିଲାତି ବାଇଗଣ, ଭେଣ୍ଡି, ସପୁରୀ ଆଦି କି ପ୍ରକାର ଖାଦ୍ୟ,
आदि धातुसार जातीय खाद्य। 14 देला निम्नलिखित मध्यरु केउठारे विटामिन ए थाए गाजर रे थाए। 15 है केउ विटामिन अभाव बेरीबेरी रोग हुए विटामिन बी अभाव। 16 देला निम्नलिखित मध्यरु केउटी एक स्नेहसार जातीय खाद्य लहुणी। 17 नंबर प्रश्न देला मक्का आलू पाचिला कदली केउ प्रकार खाद्य श्वेतसार जातीय खाद्य। 18 देला केउ विटामिन अभाव अंधार कणा रोग हुए विटामिन ए अभाव। 19 देला निम्नलिखित केउ विटामिन अभाव जीभरे घा हुए विटामिन बी अभाव। 20 नंबर प्रश्न देला जखमा हईजा निम्नलिखित क्या द्वारा व्यापे जखमा हईजा माछी द्वारा व्यापी थे। 21 नंबर प्रश्न देला निम्नलिखित केउथरे विटामिन के थाए बंधाकोबी विटामिन के थाए। 22 नंबर प्रश्न देला धनुष्टंकार रोगर प्रतिषेधक इंजेक्शन कौन एटीएस एंटी टिटानस सीरम। 23 नंबर प्रश्न देला अपपुष्टि की प्रकार रोग यह खाद्य अभाव जनित रोग। 24 देला निम्नलिखित केउ रोगटी मशा मान द्वारा व्यापी न थाए जड़ांतक व्यापी न थाए मलेरिया फाइलेरिया ठेंगा ज्वर यह मशा मान द्वारा व्यापी थाए किंतु जड़ांतक कुकुर द्वारा व्यापी थाए। 25 है केउ विटामिन अभाव स्कर्वी रोग हुए विटामिन सी अभाव। 26 है कामल और पोलियो क्या द्वारा व्यापे अर्थ जंडिस क्या द्वारा व्यापे आ पोलियो जल द्वारा व्यापी थाए। 27 है माई एनोफिलिस मशा कामुड़े कौन हुए मलेरिया रोग हुए। 28 है जल द्वारा व्यापुथार रोगर नाम कौन हईजा। 29 है प्लेग रोग क्या द्वारा व्यापे मूषा द्वारा व्यापे। 30 है क्यूलेक्स मशा कामुड़े क्यों रोग हुए बात ज्वर रोग हुए। 31 है क्यों रोग हेले हाथ गोड़ विकलांग हो जाए पोलियो रोग हेले। 32 है बीसीजी टीका क्यों रोग पर दि जाए जखमा रोग पर दि जाए। 33 है बीसीजी टीका क्यों समय दि जाए जन्म समय दि जाए। 34 नंबर प्रश्न है क्या द्वारा मलेरिया रोग व्यापे माई एनोफिलिस मशा द्वारा। 35 है डीपीटी टीका क्यों रोग पर दि जाए डिप्थेरिया दि जाए। 36 है क्यों लोक को संक्रामक रोग हेबा मात्रे तार निराकरण ताकू केउठाकू निया जाए डाक्तरखाना को। 37 है एटीएस टीका क्यों रोग पर दि जाए धनुष्टंकार। 38 है क्यों टीका जखमा रोगर रक्षा करे बीसीजी। 39 है निम्नोक्त क्या द्वारा कामल रोग व्यापे भूताणु द्वारा। 40 है जन्म समय शिशु को क्यों रोगर प्रतिषेधक दि जाए जखमा बीसीजी। 41 है जन्मर 10 वर्ष मध्य शिशु को क्यों रोगर प्रतिषेधक दि जाए धनुष्टंकार। 42 है निम्नोक्त क्योंटी संक्रामक रोग नुहे अपपुष्टि संक्रामक रोग नुहे जखमा हाड़फुटी साधारण शक्ति संक्रामक रोग। 43 है धनुष्टंकार रोगर प्रतिषेधक क्षत होवार केते घंटा मध्य एटीएस इंजेक्शन देवा आवश्यक एंटी टिटानस सीरम 24 घंटा मध्य। 44 है संक्रमित छुंची माध्यम इंजेक्शन नेले क्यों रोग होता है एड्स रोग होता है। ता परवर्ती प्रश्न देखा 45 नंबर प्रश्न देला एमानक मध्यरु क्यों रोगटी वायु माध्यम होता है वायु माध्यम क्योंटा होता है तो गालुआ वायु माध्यम होता है। हईजा पोलियो एगुड़िक जलवाहित रोग है मन रख जलवाहित है पोलियो कामल टाइफॉइड हईजा आउ वायु माध्यम बसंत आखिधरा मिलमिला हाड़फुटी जखमा काश सर्दी लहरा काश गालुआ एगुड़िक सब वायु माध्यम आ मलेरिया तो मशा माध्यम है। तापर देख 46 नंबर प्रश्न देला गालुआ रोग क्यों माध्यम होता है वायु माध्यम गालुआ रोग होता है। 47 नंबर प्रश्न देला शिशु को 10 वर्ष बयस क्यों टीका दि जाए टिटानस शिशु को दि जाए 10 वर्ष बयस एगुड़े सब तार उत्तर है। तब देख गोटे शब्द उत्तर लेख जपर देला 1 नंबर देला मूषा मान द्वारा क्यों रोग व्यापे प्लेग रोग व्यापे क्यों रोग प्लेग। 2 है क्यूलेक्स मशा द्वारा क्यों रोग व्यापे फाइलेरिया बात ज्वर। 3 है क्यों रोग हेले छोट पिला मानकर मुह फुली जाए और पेट बाहरी पड़े अपपुष्टि अपपुष्टि। 4 है भात रुटी चीनी गुड़ चूड़ा आदि की प्रकार खाद्य आदि श्वेतसार जातीय खाद्य। प्रश्न देला दूध छेना माछ मांस अंडा डाली आदि की प्रकार खाद्य
ତାର ଉତ୍ତର କ'ଣ ହେବ? ଏହା ହେଉଛି ପୁଷ୍ଟିସାର ଜାତୀୟ ଖାଦ୍ୟ। ଏହା ପୁଷ୍ଟିସାର ଜାତୀୟ ଖାଦ୍ୟ। 6 ନମ୍ବର ପ୍ରଶ୍ନ ଦେଲା ଖାଦ୍ୟର କେଉଁ ଉପାଦାନ ଶରୀରକୁ ନିରୋଗ ରଖେ? ଜୀବସାର ବା ଭିଟାମିନ୍। ଜୀବସାର, ଭିଟାମିନ୍। 7 ନମ୍ବର ପ୍ରଶ୍ନ ଦେଲା କେଉଁ ଭିଟାମିନ୍ ଅଭାବରୁ ଚର୍ମ ଶୁଖିଯାଏ ଆଉ ମୁହଁରେ କାଠ ବ୍ରଣ ବାହାରେ? ଭିଟାମିନ୍ ଏ। ଭିଟାମିନ୍ ଏ। 8 ନମ୍ବର ଦେଲା କେଉଁ ଭିଟାମିନ୍ ଉଦ୍ଭିଦଜାତ ଖାଦ୍ୟରୁ ମିଳେ ନାହିଁ? ଭିଟାମିନ୍ B12। ଭିଟାମିନ୍ B12। 9 ନମ୍ବର ପ୍ରଶ୍ନ ଦେଲା କେଉଁ ପ୍ରକାର ଖାଦ୍ୟ ଶରୀର ଗଠନ ଆଉ କ୍ଷୟ ପୂରଣ କରିଥାଏ? ପୁଷ୍ଟିସାର। ପୁଷ୍ଟିସାର। 10 ନମ୍ବର ପ୍ରଶ୍ନ ଦେଲା ତେଲ, ଘିଅ, ତୈଳବୀଜ ଆଦି କି ପ୍ରକାର ଖାଦ୍ୟ? ସ୍ନେହସାର। ଆଦି ସ୍ନେହସାର ଜାତୀୟ ଖାଦ୍ୟ। 11 ନମ୍ବର ଦେଲା କେଉଁ ଭିଟାମିନ୍ ଅଭାବରୁ ଅନ୍ଧାରକଣା ରୋଗ ହୁଏ? ଭିଟାମିନ୍ ଏ। ଭିଟାମିନ୍ ଏ। 12 ନମ୍ବର ପ୍ରଶ୍ନ ଦେଲା କେଉଁ ଭିଟାମିନ୍ ଅଭାବରେ ତଳିପାଦରେ ଛୁଞ୍ଚି ଫୋଡ଼ିଲା ପରି ଲାଗେ ଆଉ ଗୋଡ଼ ହାତ ଝିମଝିମ ହୁଏ? ଭିଟାମିନ୍ ବି। ଭିଟାମିନ୍ ବି। 13 ନମ୍ବର ପ୍ରଶ୍ନ ଦେଲା କେଉଁ ଭିଟାମିନ୍ ଅଭାବରେ ସ୍କର୍ଭି ରୋଗ ହୁଏ? ଭିଟାମିନ୍ ସି। ଭିଟାମିନ୍ ସି। 14 ନମ୍ବର ପ୍ରଶ୍ନ ଦେଲା କେଉଁ ଭିଟାମିନ୍ ଅଭାବରେ ରିକେଟ୍ସ ଓ ଅଷ୍ଟିଓମାଲେସିଆ ରୋଗ ହୁଏ? ଭିଟାମିନ୍ ଡି। ଭିଟାମିନ୍ ଡି। 15 ଦେଲା କେଉଁ ଭିଟାମିନ୍ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ? ଭିଟାମିନ୍ କେ। ଭିଟାମିନ୍ କେ। 16 ନମ୍ବର ଦେଲା ଅପପୁଷ୍ଟି କି ପ୍ରକାର ରୋଗ? ଅପପୁଷ୍ଟି ଖାଦ୍ୟ ଅଭାବ ଜନିତ ରୋଗ। ଖାଦ୍ୟ ଅଭାବ ଜନିତ ରୋଗ। 17 ନମ୍ବର ପ୍ରଶ୍ନ ଦେଲା ହଇଜା, ଟାଇଫଏଡ୍, କାମଳ, ପୋଲିଓ, ଶୂଳଝାଡ଼ା ଆଦି ରୋଗ କାହା ଦ୍ୱାରା ବ୍ୟାପିଥାଏ? ଜଳ ଦ୍ୱାରା ବ୍ୟାପିଥାଏ। 18 ନମ୍ବର ଦେଲା ଧନୁଷ୍ଟଙ୍କାର ରୋଗର ପ୍ରତିଷେଧକ ଇଞ୍ଜେକ୍ସନର ନାମ କ'ଣ? ଏଟିଏସ୍। ଆଣ୍ଟି ଟିଟାନସ୍ ସିରମ୍। 19 ଦେଲା ମାଇ ଏନୋଫିଲିସ୍ ମଶା କେଉଁ ରୋଗର ବାହକ ଅଟେ? ମ୍ୟାଲେରିଆ। 20 ନମ୍ବର ପ୍ରଶ୍ନ ଦେଲା କେଉଁ ରୋଗର ଶୁକ କୀଟ ତ ଗୋଡ଼ ତଳିପାଦର ଚମଡ଼ାକୁ ଫୁଟାଇ ଶରୀର ମଧ୍ୟକୁ ପ୍ରବେଶ କରିଥାଏ? ଅଙ୍କୁଶକୃମି। ଅଙ୍କୁଶକୃମି। 21 ନମ୍ବର ଦେଲା ଆମେ କାହିଁକି ଖାଦ୍ୟ ଖାଉ? ଆମେ କ'ଣ ପାଇଁ ଖାଦ୍ୟ ଖାଉ? ଜୀବନ ଧାରଣ ପାଇଁ। ଜୀବନ ଧାରଣ ପାଇଁ। 22 ନମ୍ବର ଦେଲା କେଉଁ ମଶା କାମୁଡ଼ିବାରେ ବାତ ଜ୍ୱର ହୁଏ? କେଉଁ ମଶା କାମୁଡ଼ିବାରେ ବାତ ଜ୍ୱର ହୁଏ? କ୍ୟୁଲେକ୍ସ। କ୍ୟୁଲେକ୍ସ। 23 ହେଲା ବାୟୁ ମାଧ୍ୟମରେ କେଉଁ ରୋଗ ବ୍ୟାପିଥାଏ? ଯକ୍ଷ୍ମା। 24 ହେଲା ବୀଜାଣୁ, କବକ, ଆଦି ପ୍ରାଣୀ, ଭୂତାଣୁ ଓ ଶୈବାଳଙ୍କୁ ଆଦିଙ୍କୁ କ'ଣ କୁହାଯାଏ? ଯକ୍ଷ୍ମା। ଅଣୁଜୀବ କୁହାଯାଏ। କ'ଣ କୁହାଯାଏ? ଅଣୁଜୀବ। ବାୟୁ ମାଧ୍ୟମରେ ଯକ୍ଷ୍ମା ରୋଗ ବ୍ୟାପିଥାଏ। ବୀଜାଣୁ, କବକ, ଆଦି ପ୍ରାଣୀ, ଭୂତାଣୁ ଓ ଶୈବାଳଙ୍କୁ ଅଣୁଜୀବ କୁହାଯାଏ। 25 ଦେଲା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କିଏ ବଢ଼ାଇଥାଏ? ଭିଟାମିନ୍ ବଢ଼ାଇଥାଏ। ଭିଟାମିନ୍ ବଢ଼ାଇଥାଏ। ଏହା ଥିଲା ତା'ର ଉତ୍ତର। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଦେଲା? ଏଇଠି ତା'ର ଉତ୍ତର ଥିଲା। ତାପରେ ଦେଖ କ ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହିତ ସମ୍ପର୍କ ଥିବା ଖ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଶା। ଯେପରି କ ସ୍ତମ୍ଭରେ ହେଲା ରୁଟି, ହରଡ଼ ଡାଲି, ସୋରିଷ ତେଲ, ଲୁଣ, ପାଚିଲା ଫଳମୂଳ। ତ ଖ ସ୍ତମ୍ଭରେ ଅଛି ଜୀବସାର, ଧାତୁସାର, ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ଡି। ତ ରୁଟି କ'ଣ ହେଇଯିବ? ରୁଟି ହେଇଯିବ ଶ୍ୱେତସାର, ହରଡ଼ ଡାଲି ହେଇଯିବ ପୁଷ୍ଟିସାର, ସୋରିଷ ତେଲ ସ୍ନେହସାର, ଲୁଣ ଧାତୁସାର, ପାଚିଲା ଫଳମୂଳ ଜୀବସାର।
ତ ଏଥିଲା ତାର ଉତ୍ତର। ତାପରେ ଦେଖ 2 ନମ୍ବରରେ ବି ଦେଇଛି କ ସ୍ତମ୍ଭରେ ଥିବା ସବୁ ରୋଗ ଗୁଡ଼ିକ ଖ ସ୍ତମ୍ଭରେ ଥିବା ଯେଉଁ ଅଣୁଜୀବମାନଙ୍କ ଦ୍ୱାରା ହୋଇଥାଏ ତାହାକୁ ଗାର ଟାଣି ଯୋଡ଼ିବ। ଯେପରି କ ସ୍ତମ୍ଭର ରୋଗ କ'ଣ ଦେଲା? ଆମାସ, ଧନୁଷ୍ଟଙ୍କାର ମିଳିମିଳା। ଖ ସ୍ତମ୍ଭର ରୋଗର ବାହକ କ'ଣ ଥିଲା? କେଉଁ ଅଣୁଜୀବମାନଙ୍କ ଦ୍ୱାରା ହୋଇଥାଏ? ଭୂତାଣୁ, ଜୀବାଣୁ, ଆଦି ପ୍ରାଣୀ, ବ୍ୟାକ୍ଟେରିଆ। ତ ଆମାସ କାହା ଦ୍ୱାରା ହୋଇଥାଏ? ଆମାସ ଆଦି ପ୍ରାଣୀ। ଧନୁଷ୍ଟଙ୍କାର ଜୀବାଣୁ, ମିଳିମିଳା ଭୂତାଣୁ। ଏହା ଥିଲା ତାର ଉତ୍ତର।